ଦର୍ଶକ ବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ 12ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକଟି ରାଶିରେ ସ୍ୱାମୀ ଗ୍ରହ ରହିଥାନ୍ତି ଏବଂ ଗ୍ରହ ଓ ନକ୍ଷତ୍ର ଗୁଡ଼ିକର ଗତିପଥ ଏ ରାଶିଚକ୍ର ଉପରେ ପ୍ରଭାବ ପଡ଼ିଥାଏ। ମୋଟ 12 ଗୋଟି ରାଶିଚକ୍ର ଭିତରେ ବିଭିନ୍ନ ପ୍ରକାରର ଗୁଣ ମଧ୍ୟ ରହିଥାଏ। ଏମିତି କେତୋଟି ରାଶି ଅଛି ଯାହାକୁ ଧନୀ ରାଶି ବୋଲି ମଧ୍ୟ କୁହାଯାଏ, ଯାହାଙ୍କ ଉପରେ ଭଗବାନ ହନୁମାନଙ୍କର ଆଶୀର୍ବାଦ ସଦାସର୍ବଦା ରହିଥାଏ। ହନୁମାନଙ୍କର ସଦାସର୍ବଦା କୃପା ଦୃଷ୍ଟି ସେହି ରାଶିଚକ୍ରଙ୍କ ଉପରେ ଥାଏ। ଏହି ରାଶିରେ ଜନ୍ମ ହୋଇଥିବା ଭାଗ୍ୟବାନ ବ୍ୟକ୍ତି ଅତ୍ୟନ୍ତ କୃପା ଦୃଷ୍ଟି ହୋଇଥାଏ ହନୁମାନ ଜୀଙ୍କର। କାହିଁକି ନା 12 ଗୋଟି ରାଶିଙ୍କ ମଧ୍ୟରୁ 8 ଗୋଟି ରାଶି ଖୁବ୍ ଧନୀ ହୋଇଥାନ୍ତି। ସେମାନଙ୍କ ଜୀବନରେ ଯେତେ ବି ଉତ୍ଥାନ ପତନ ସୁବିଧା ଅସୁବିଧା ଥାଆନ୍ତୁ ନା କାହିଁକି ସେମାନେ କେବେ ହାର ମାନନ୍ତି ନାହିଁ। ଏହି 8 ଗୋଟି ରାଶିଚକ୍ରଙ୍କର ବ୍ୟକ୍ତିମାନେ ଅତ୍ୟନ୍ତ ରାଜାଙ୍କ ଭଳି ଜୀବନ କଟେଇବାକୁ ଅଧିକ ପସନ୍ଦ କରିଥାନ୍ତି, ଯାହା ଫଳରେ କି ସେମାନେ ସଦାସର୍ବଦା ଖୁସି ମିଜାଜରେ ହୋଇ ରହିଥାନ୍ତି। ଏହି 8 ଗୋଟି ରାଶି ବ୍ୟକ୍ତିମାନେ ସଦାସର୍ବଦା କଷ୍ଟ ସମୟକୁ ଅତି ସହଜରେ ପାର କରିଦିଅନ୍ତି। ଏହି ରାଶିର ବ୍ୟକ୍ତିମାନଙ୍କର ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ଥାଏ, ଯାହାକି ମା ଲକ୍ଷ୍ମୀ ଏମାନଙ୍କ ଉପରେ ସଦାସର୍ବଦା ପ୍ରସନ୍ନ ହୋଇଥାନ୍ତି। ଏମାନଙ୍କ ଗୃହରେ କେବେ ଅଭାବ ରୁହେ ନାହିଁ। ଯଦିବା ଅଚାନକ କୌଣସି ଅସୁବିଧା ହେଲେ ଅତି ସହଜରେ ଏସବୁ ସମାଧାନ ହୋଇଯାଏ। ଭଗବାନ ହନୁମାନଙ୍କ କୃପାରୁ ଏମାନଙ୍କର ସମସ୍ତ ଆଶା ଆକାଂକ୍ଷା ପୂର୍ଣ୍ଣ ହେବା ପାଇଁ ଯାଉଅଛି। ତ ବନ୍ଧୁଗଣ, କେଉଁମାନେ ହେଉଛନ୍ତି ଅତ୍ୟନ୍ତ ସେହି ଭାଗ୍ୟଶାଳୀ ବା ଧନୀଶାଳୀ ରାଶି ଯେଉଁମାନଙ୍କ ଜୀବନରେ ଅତ୍ୟନ୍ତ ହନୁମାନଙ୍କର ଶୁଭ କୃପା ଦୃଷ୍ଟି ରହିବା ସହିତ ଧନବାନ ହେବା ପାଇଁ ଯାଉଛନ୍ତି। ତ ଏଇ 8 ଗୋଟି ରାଶିଚକ୍ରଙ୍କ ଭିତରୁ ହୁଏତ ଆପଣଙ୍କ ରାଶିଚକ୍ର ଏଥିରେ ଥାଇପାରେ। ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ତ ବନ୍ଧୁଗଣ, ଏଇ 8 ଗୋଟି ଧନୀଶାଳୀ ରାଶିଚକ୍ରଙ୍କ ଭିତରୁ ଆପଣଙ୍କ ରାଶି ଥାଇପାରେ। ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ତ ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ଯାହାଫଳରେ କି ଆମର ପ୍ରଥମ ନୋଟିଫିକେସନ ଆପଣମାନଙ୍କ ପାଖରେ ଯାଇ ପହଞ୍ଚି ପାରିବ। ତ ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ସେଇ 8 ଗୋଟି ଭାଗ୍ୟଶାଳୀ ରାଶି ବା ଧନୀ ରାଶିଙ୍କ ବିଷୟରେ। ପ୍ରଥମ ଧନୀ ରାଶି ହେଉଛନ୍ତି ବୃଷ ରାଶି। ବୃଷ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଧନବାନ ହେବା ପାଇଁ ଯାଉଛନ୍ତି ପ୍ରଭୁ ହନୁମାନଙ୍କ କୃପାରୁ। ସେମାନଙ୍କ ଜୀବନରେ ସମସ୍ତ ଆଶୀର୍ବାଦ ପୂର୍ଣ୍ଣ ହୋଇ ରହିବ ମା ଲକ୍ଷ୍ମୀଙ୍କର, ଯାହା ଫଳରେ କି ସେମାନଙ୍କ ଜୀବନରେ କେବେ ଧନର ଅଭାବ ମଧ୍ୟ ରହିବ ନାହିଁ। ଏହି ଶାଳୀର ବ୍ୟକ୍ତିମାନେ ପ୍ରତିଟି କାର୍ଯ୍ୟରେ ସଫଳତା ହାସଲ କରିବା ସହିତ ଅନ୍ୟକୁ ମଧ୍ୟ ସହଯୋଗ ସହାନୁଭୂତି ଦେଖେଇଥାନ୍ତି। ଏହି ବ୍ୟକ୍ତିମାନେ ସମାଜର କିଛି ନୂଆ କାମ କରିବା ସହିତ ଅନ୍ୟକୁ ମଧ୍ୟ ସହାୟତା ଦେଇଥାନ୍ତି। ତା ସହିତ ପ୍ରଭୁ ହନୁମାନଙ୍କ କୃପା ଦୃଷ୍ଟି ଏମାନଙ୍କ ଉପରେ ଥିବାରୁ ମା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କର କେବେ ବି ଧନର ଅଭାବ ରହିନଥାଏ। ମା ଲକ୍ଷ୍ମୀ ସଦାସର୍ବଦା ଏମାନଙ୍କ ଉପରେ ଆଶୀର୍ବାଦ କରିଥାନ୍ତି, ଯାହା ଫଳରେ କି ଏହି ରାଶିର ବ୍ୟକ୍ତିମାନେ ଜୀବନର ଅନେକ ପ୍ରକାର ସଫଳତା ହାସଲ କରିକି ରଖିଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଯେତେ ବି କଷ୍ଟ ଆସୁନା କାହିଁକି ସେ କେବେ ହାର ମାନନ୍ତିନି, କେବେ କାହା ପାଖରେ ମୁଣ୍ଡ ନୁଆନ୍ତି ନାହିଁ। ଏହି ବ୍ୟକ୍ତିମାନଙ୍କ ଜୀବନରେ ସ୍ୱୟଂ ହନୁମାନଙ୍କର ସଦାସର୍ବଦା କୃପା ଦୃଷ୍ଟି ଥିବାରୁ ସେମାନଙ୍କ ଜୀବନରେ ପ୍ରତିଟି କାର୍ଯ୍ୟ ସଫଳତା ପାଇଥାନ୍ତି ଏବଂ ସାହସର ସହିତ ପ୍ରତିଟି କାମକୁ କରିଥାନ୍ତି। ତ ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଧନଶାଳୀ ରାଶି କିଏ। ଦ୍ୱିତୀୟ ଧନଶାଳୀ ରାଶି ହେଲେ କର୍କଟ ରାଶି। ଶାସ୍ତ୍ର ଅନୁଯାୟୀ କର୍କଟ ରାଶି ବହୁତ ଧନଶାଳୀ ରାଶି ହେଇଥାନ୍ତି। ସେମାନଙ୍କର ପ୍ରତିଟି କାର୍ଯ୍ୟ ବହୁତ କଠିନ ସହ କରିଥାନ୍ତି ଏବଂ ସଫଳତା ଅତି ସହଜରେ ସେମାନଙ୍କ ଜୀବନରେ ଆସିଯାଇଥାଏ। ଏହି ରାଶିର ଲୋକମାନେ ବହୁତ କଠିନ ପରିଶ୍ରମ କରି ଖୁବ୍ ଶୀଘ୍ର ସଫଳତା ପାଇଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କ ପାଖରେ କେବେ ବି ଅର୍ଥର ଅଭାବ ରହିନଥାଏ, କାରଣ ମା ଲକ୍ଷ୍ମୀଙ୍କର ଶୁଭ କୃପା ଦୃଷ୍ଟି ସଦାସର୍ବଦା ଏହି ରାଶିଚକ୍ରଙ୍କ ଉପରେ ଥାଏ। ଖାସ କରି ଏହି ରାଶିର ଲୋକମାନେ ନିଜର ଲୋକଙ୍କ ପାଇଁ ଟଙ୍କା ପାଣି ପରି ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି। ସେମାନଙ୍କ ପାଖରେ କେବେ ବି ଲୋଭ ନଥାଏ। ବେଳେ ବେଳେ ଜୀବନରେ ଏମାନଙ୍କର ଏମିତି କଠିନ ସମସ୍ୟା ଆସିଥାଏ, ଏହି ରାଶିର ଲୋକମାନେ କେବେ ବି ହାର ମାନିନଥାନ୍ତି, ସେସବୁକୁ ସାମ୍ନା କରିଥାନ୍ତି। ଅତି ସହଜରେ ସେମାନେ ମଧ୍ୟ ତାକୁ ତୁଲେଇଥାନ୍ତି। ଏମିତି ସମୟରେ ସେମାନେ ଜୀବନରେ ଜୀଇଁବା ପାଇଁ ସବୁ ଅର୍ଥକୁ ମଧ୍ୟ ସେମାନେ ବାଜିରେ ଲଗେଇ ଦେଇଥାନ୍ତି, କିନ୍ତୁ ସେମାନଙ୍କର କିଛି କ୍ଷତି ହୋଇନଥାଏ। କାହିଁକି ନା ପ୍ରଭୁ ହନୁମାନଙ୍କର କୃପା ଦୃଷ୍ଟି ଏହି ରାଶିଚକ୍ର ଉପରେ ସର୍ବଦା ଥାଏ। ତ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ତୃତୀୟ ଧନୀ ରାଶି କିଏ। ତୃତୀୟ ଧନଶାଳୀ ରାଶି ହେଉଛନ୍ତି ସିଂହ ରାଶି।
ସିଂହ ରାଶିର ବ୍ୟକ୍ତିମାନେ ଅତ୍ୟନ୍ତ ଧନଶାଳୀ ହୋଇଥାନ୍ତି। ସେମାନଙ୍କ ଜୀବନରେ କେବେ ବି ଅଭାବ ରହିନଥାଏ। ସେମାନଙ୍କ ଜୀବନରେ ମା ଲକ୍ଷ୍ମୀଙ୍କ ଶୁଭ କୃପା ଦୃଷ୍ଟି ସଦାସର୍ବଦା ଥିବାରୁ ସେମାନଙ୍କର ପରିବାର ସଦାସର୍ବଦା ପରିପୂର୍ଣ୍ଣ ହୋଇ ଧନରେ ଥାଏ। ସେମାନେ ଅନ୍ୟକୁ ସାହାଯ୍ୟ ସହଯୋଗ ମଧ୍ୟ କରିଥାନ୍ତି, ଯାହା ଫଳରେ କି ସେମାନଙ୍କର ଆର୍ଥିକ ସଙ୍କଟ ମଧ୍ୟ କେବେ ହୋଇନଥାଏ। ଖାସ କରିକି ଦାରିଦ୍ର୍ୟତା ଏମାନଙ୍କ ପାଖ କେବେ ବି ମାଡ଼ି ନଥାଏ, କାହିଁକି ନା ମା ଲକ୍ଷ୍ମୀଙ୍କର ଶୁଭ କୃପା ଦୃଷ୍ଟି ଏହି ରାଶିଚକ୍ର ଉପରେ ଥାଏ। ଏମାନେ ବହୁତ କଠିନ ପରିଶ୍ରମୀ ଏବଂ ଅର୍ଥ ଉପାର୍ଜନକାରୀ ମଧ୍ୟ ହୋଇଥାନ୍ତି। ସଦା ସର୍ବଦା ଏମାନଙ୍କ ପାଖରେ ଅର୍ଥ ପରିପୂର୍ଣ୍ଣ ହୋଇଥାଏ, ଅର୍ଥାତ୍ ଏମାନେ ଅନ୍ୟକୁ ସାହାଯ୍ୟ କରିଥାନ୍ତି, ଯାହା ଫଳରେ କି ଏମାନେ ଶାନ୍ତିପୂର୍ଣ୍ଣ ଭାବେ ଜୀବନ ଯାପନ କରିଥାନ୍ତି। ଏବେ ଆସନ୍ତୁ ଜାଣିବା ଚତୁର୍ଥ ଧନଶାଳୀ ରାଶି। ଚତୁର୍ଥ ଧନଶାଳୀ ରାଶି ହେଉଛନ୍ତି କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତି ଅତ୍ୟନ୍ତ ଖୁସି ମିଜାଜର ହୋଇଥାନ୍ତି। ସେମାନଙ୍କ ଜୀବନରେ କେବେ ଦୁଃଖ ଆସିବାକୁ ଦିଅନ୍ତି ନାହିଁ। ସେମାନେ ବହୁତ କଠିନ ପରିଶ୍ରମ କରି ଅର୍ଥ ଉପାର୍ଜନ କରନ୍ତି, ଅର୍ଥକୁ ମୂଲ୍ୟବାନ ସମୟ ଦେଇଥାନ୍ତି, ଯାହା ଫଳରେ କି ସେମାନେ କେବେ ଦାରିଦ୍ର୍ୟତା ପାଖ ମାଡ଼ି ନଥାନ୍ତି। ଏମାନେ ଅର୍ଥକୁ ଅତି ସହଜରେ ସମ୍ମାନ ସହ ଆଦାୟ କରିଥାନ୍ତି। ଏମାନେ କେବେ ନିଜ କାର୍ଯ୍ୟକଳାପ କହିବାକୁ ଗଲେ ଏହି ରାଶିର ବ୍ୟକ୍ତିମାନେ ଖୁବ୍ ଧନୀ ଅଟନ୍ତି, ତା ସହିତ ବହୁତ ବିଶ୍ୱାସ ମଧ୍ୟ ଅଟନ୍ତି। ଏମାନେ ଯାହାକୁ ଥରଟିଏ ବିଶ୍ୱାସ କରନ୍ତି ଅତି ସହଜରେ ସେମାନେ ସେମାନଙ୍କ ପାଇଁ ବହୁତ କିଛି ଖର୍ଚ୍ଚ କରିଦେଇଥାନ୍ତି, ଯାହା ଫଳରେ କି ମା ଲକ୍ଷ୍ମୀଙ୍କ ସଦା କୃପା ଦୃଷ୍ଟି ଏମାନଙ୍କ ପାଖରେ ଥିବାରୁ ଏମାନଙ୍କୁ କେବେ ଦରିଦ୍ରତା ଗ୍ରାସ କରିନଥାଏ। ଏମାନେ ସଦା ସର୍ବଦା ପରିପୂର୍ଣ୍ଣତା ଭାବେ ରହିଥାନ୍ତି। ଏମାନଙ୍କର ଗୃହରେ ମଧ୍ୟ ମା ଲକ୍ଷ୍ମୀ ସଦା ସର୍ବଦା ବାସ କରନ୍ତି। ଏମାନେ କୌଣସି କାର୍ଯ୍ୟକୁ ଡରି ନଥାନ୍ତି, ବହୁତ କଠିନ କାର୍ଯ୍ୟକୁ ଅତି ସହଜରେ କରିଦିଅନ୍ତି। ଏହି ରାଶି ବ୍ୟକ୍ତିମାନେ ନିଜ ପରିଶ୍ରମରେ ସବୁ ଜିନିଷ ପାଇବାକୁ ପସନ୍ଦ କରନ୍ତି। କାହାର ସହଯୋଗ ସହାନୁଭୂତି ପାଇବା ପାଇଁ ଏମାନେ ପସନ୍ଦ କରନ୍ତି ନାହିଁ। ନିଜେ କଠିନ ପରିଶ୍ରମ କରି ଧନ ଲାଭ କରିଥାନ୍ତି। ଧନ ଉପାର୍ଜନ କରିବା ଏମାନଙ୍କର ବ୍ୟକ୍ତିଗତ ଭାବେ କାର୍ଯ୍ୟ କରିଥାଏ। ଏମାନେ କେବେ ବି ଧନକୁ ଅଣଦେଖା କରନ୍ତି ନାହିଁ। ସମ୍ମାନ ସହକାରେ ଧନକୁ ଅତି ଯତ୍ନକାରେ ଏମାନେ ଉପାର୍ଜନ କରନ୍ତି, ଯାହା ଫଳରେ କି ଏମାନେ ସଦାସର୍ବଦା ଧନୀ ହୋଇ ରହିଥାନ୍ତି। ଏବେ ଆସନ୍ତୁ ଜାଣିବା ପଞ୍ଚମ ଧନଶାଳୀ ରାଶି କିଏ। ପଞ୍ଚମ ଧନଶାଳୀ ରାଶି ହେଲେ ତୁଳା ରାଶି। ତୁଳା ରାଶି ବ୍ୟକ୍ତି କର୍ମ କ୍ଷେତ୍ରରେ କଠିନ ପରିଶ୍ରମ କରି ବହୁତ ଧନ ଉପାର୍ଜନ କରିଥାନ୍ତି। ସେମାନେ ଅନ୍ୟ ଉପରେ କେବେ ବୋଝ ହୋଇ ରହିନଥାନ୍ତି। ସଦା ସର୍ବଦା ଏମାନଙ୍କ ପାଖରେ ଧନ ଲାଗିକି ରହିଥାଏ। ଧନର ଅଭାବ ଏମାନଙ୍କ ପାଖରେ କେବେ ହୋଇନଥାଏ। ଏ ସମାଜରେ ବହୁତ ମାନ ସମ୍ମାନ ଯଶ ପ୍ରତିଷ୍ଠା କରନ୍ତି ପରିଶ୍ରମ କରି। ଅନ୍ୟକୁ ସହଯୋଗ ସହାନୁଭୂତି ମଧ୍ୟ ଦେଇଥାନ୍ତି। ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସଦାସର୍ବଦା ଏମାନଙ୍କ ଉପରେ ଥିବାରୁ ଏମାନଙ୍କ ଗୃହରେ କେବେ ଧନର ଅଭାବ। ଏମାନେ ପରିଶ୍ରମ କରିବାକୁ ବହୁତ ପସନ୍ଦ କରି ନିଜେ ଅର୍ଥ ଉପାର୍ଜନ କରନ୍ତି। ସେଥିପାଇଁ ପ୍ରଭୁ ହନୁମାନ ଏମାନଙ୍କୁ ଶକ୍ତି, ସାହସ, ଧୈର୍ଯ୍ୟ ମଧ୍ୟ ଦେଇଥାନ୍ତି, ଯାହା ଫଳରେ କି ଏମାନେ ଅଧିକରୁ ଅଧିକ ଧନ ପ୍ରାପ୍ତି ହେଇପାରନ୍ତି। ଏବେ ଆସନ୍ତୁ ଜାଣିବା ଷଷ୍ଠ ଧନଶାଳୀ ରାଶି କିଏ। ଷଷ୍ଠ ଧନଶାଳୀ ରାଶି ହେଉଛନ୍ତି ବିଛା ରାଶି। ବିଛା ରାଶିର ବ୍ୟକ୍ତି ନୂତନ ଯୋଜନା ପ୍ରସ୍ତୁତ କରି ସେଥିରୁ ବ୍ୟବସାୟ କରିଥାନ୍ତି, ଯାହା ଫଳରେ ସେମାନେ ସେଥିରୁ ଧନ ଉପାର୍ଜନ କରିଥାନ୍ତି। ଏହି ଅର୍ଥ ଉପାର୍ଜନ ସେ ଅନ୍ୟକୁ ସହଯୋଗ ସହାନୁଭୂତି ମଧ୍ୟ ଦେଇଥାନ୍ତି। ସେ ନିଜ ଲୋକଙ୍କ ପାଇଁ ଟଙ୍କାକୁ ପାଣି ପରି ଖର୍ଚ୍ଚ କରନ୍ତି। ସେମାନଙ୍କର ଉପରେ ମା ଲକ୍ଷ୍ମୀଙ୍କ ସଦା ସର୍ବଦା କୃପା ଦୃଷ୍ଟି ଥିବାରୁ ସେମାନଙ୍କ ଗୃହରେ କେବେ ଅଭାବ ରୁହେ ନାହିଁ। ଏମାନେ ମଧ୍ୟ ଧନଶାଳୀ ବ୍ୟକ୍ତି ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବିଛା ରାଶିର ଲୋକମାନେ ସବୁବେଳେ ଉଚ୍ଚ ଅଭିଳାଷୀ ଅଟନ୍ତି। ସେ ବହୁତ ଉଚ୍ଚ ଆଶା ଆକାଂକ୍ଷା କରିଥାନ୍ତି। ସେମାନେ ତାଙ୍କ ଜୀବନରେ ସବୁ କିଛି ହାସଲ କରିବାକୁ, ସେଥିପାଇଁ ସେମାନେ କଠିନ ପରିଶ୍ରମ ମଧ୍ୟ କରନ୍ତି। ଅଧିକ ଅର୍ଥ ଉପାର୍ଜନ ସେମାନେ କରିଥାନ୍ତି, ଯାହା ଫଳରେ କି ସେମାନେ ବହୁତ ଶାନ୍ତି ମିଳିଥାଏ। ମା ଲକ୍ଷ୍ମୀଙ୍କ ଶୁଭ କୃପା ଦୃଷ୍ଟି ଏହି ରାଶିଚକ୍ର ଉପରେ ଥିବାରୁ ଏମାନଙ୍କ ଗୃହରେ କେବେ ଟଙ୍କାର ଅଭାବ ରହେ ନାହିଁ। ଏମାନେ ବହୁତ ଜିଦଖୋର ଅଟନ୍ତି, ଯାହା ଫଳରେ କି ସେମାନେ ଯାହା କରିବା ପାଇଁ ମନସ୍ଥ କରନ୍ତି ସେହା କରିବା ପାଇଁ ସେ ଜିଦ୍ ଧରିକି ବସନ୍ତି। ଖାସ କରିକି ଏହି ବ୍ୟକ୍ତିମାନେ ନିଜ ପରିବାର ବନ୍ଧୁ ବାନ୍ଧବଙ୍କ ପାଇଁକା ସବୁ କାମକୁ ଉତ୍ସର୍ଗ କରିଥାନ୍ତି, ଯାହା ଫଳରେ ସେ ନିଜକୁ ଉତ୍ସର୍ଗ କରିଦେଇଥାନ୍ତି ବନ୍ଧୁ ଏବଂ ପରିବାରଙ୍କ ପାଇଁ। ଧନୀ ରାଶି ବ୍ୟକ୍ତିଙ୍କ ଭିତରେ ଏମାନଙ୍କ ରାଶି ପ୍ରଥମ ହୋଇଥାଏ, କାରଣ ଏମାନଙ୍କ ଉପରେ ସଦାସର୍ବଦା ମା ଲକ୍ଷ୍ମୀଙ୍କର କୃପା ରହିଥାଏ। ଏମାନଙ୍କ ପାଖରେ କେବେ ବି ଅର୍ଥର ଅଭାବ ରହିନଥାଏ। ଏହି ରାଶିର ବ୍ୟକ୍ତିମାନଙ୍କ ପାଖରେ ଅନେକ ପ୍ରକାର ଶକ୍ତି ରହିଥାଏ। ଏମାନେ ଯୋଉ କାର୍ଯ୍ୟ କରନ୍ତି ସେ କାର୍ଯ୍ୟରେ ସଫଳତା ମଧ୍ୟ ପାଆନ୍ତି। କୌଣସି କାର୍ଯ୍ୟ ଏମାନଙ୍କ ପାଇଁ ଅସମ୍ଭବ ହୋଇନଥାଏ, ଯାହା ଫଳରେ କି ପ୍ରତିଟି କାର୍ଯ୍ୟରେ ଅର୍ଥ ଉପାର୍ଜନ କରିପାରନ୍ତି। ମା ଲକ୍ଷ୍ମୀ ହନୁମାନଙ୍କର ସଦା ସର୍ବଦା ଏହି ରାଶିଚକ୍ର ଉପରେ କୃପା ଦୃଷ୍ଟି ଥିବାରୁ ଏମାନଙ୍କ ସାହସ, ଧୈର୍ଯ୍ୟ ଏବଂ ବହୁତ ଆଶା ଆକାଂକ୍ଷା ଦେଇଥାନ୍ତି, ଯାହା ଫଳରେ ଏମାନେ ବହୁତ ଉଚ୍ଚ ପଦବୀ ମଧ୍ୟ ପାଇଥାନ୍ତି। ଏବେ ଆସନ୍ତୁ ଜାଣିବା ସପ୍ତମ ଧନଶାଳୀ ରାଶି କିଏ। ସପ୍ତମ ଧନଶାଳୀ ରାଶି ହେଉଛନ୍ତି ଧନୁ ରାଶି। ଧନୁ ରାଶି ବ୍ୟକ୍ତି ଅତ୍ୟନ୍ତ ଉଚ୍ଚମାନର ହୋଇଥାନ୍ତି। ସେ ସର୍ବଦା
ସଦାସର୍ବଦା ନିଜ ଉପରେ ନିର୍ଭର କରନ୍ତି। ସେ କେବେ କାହା ଉପରେ ନିର୍ଭର କରନ୍ତି ନାହିଁ। ସେ ନିଜ ପରିଶ୍ରମ ବଳରେ ଅର୍ଥ ଉପାର୍ଜନ କରନ୍ତି। ପ୍ରତିଟି କାର୍ଯ୍ୟ ଅତି ସହଜରେ ସେମାନେ କରିଥାନ୍ତି। ରାଶିଚକ୍ରଙ୍କ ଉପରେ ମା ଲକ୍ଷ୍ମୀଙ୍କ ଶୁଭ କୃପା ଦୃଷ୍ଟି ଥିବାରୁ ଏମାନେ କେବେ ଗରିବ ମଧ୍ୟ ହୋଇନଥାନ୍ତି ବା ଅର୍ଥ ଅଭାବ ଏମାନଙ୍କ ପାଖରେ କେବେ ଦେଖାଯାଏ ନାହିଁ। ଅନ୍ୟକୁ କେବେ ହାତ ପତେଇବାକୁ ଏମାନେ ପସନ୍ଦ କରନ୍ତି ନାହିଁ। ଅନ୍ୟକୁ ସହଯୋଗ ସହାନୁଭୂତି ଏହି ରାଶିର ବ୍ୟକ୍ତିମାନେ ଦେଖେଇଥାନ୍ତି, ଯାହା ଫଳରେ ଏମାନେ ସମାଜରେ ମାନ, ସମ୍ମାନ, ଯଶ ବୃଦ୍ଧି ପାଇଥାଏ। ଏହି ରାଶିର ବ୍ୟକ୍ତିମାନେ ବହୁତ ପରିଶ୍ରମ କରିଥାନ୍ତି। ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଯେତେ ବି କଠିନ ପରିଶ୍ରମ ଆସୁନା କାହିଁକି ସେମାନେ କେବେ ହାର ମାନନ୍ତି ନାହିଁ। ସବୁକୁ ସାମ୍ନା କରି ଅତି ସହଜରେ ସମ୍ମୁଖୀନ କରିଦିଅନ୍ତି, ଯାହା ଫଳରେ କି ସେମାନେ ହନୁମାନଙ୍କର ଶୁଭ କୃପା ଦୃଷ୍ଟି ପାଇବା ଯୋଗୁଁ ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ଧନବାନ ହୋଇଥାନ୍ତି। ଏବେ ଆସନ୍ତୁ ଜାଣିବା ଅଷ୍ଟମ ଧନଶାଳୀ ରାଶି କିଏ? ଅଷ୍ଟମ ଧନଶାଳୀ ରାଶି ହେଉଛନ୍ତି ମକର ରାଶି। ମକର ରାଶି ବ୍ୟକ୍ତି ଅତ୍ୟନ୍ତ ଖୁସି ମିଜାଜରେ ହୋଇଥାନ୍ତି। ସେମାନେ କେବେ କାହାର ଦୁଃଖ ଦୁର୍ଦ୍ଦଶା ସହିପାରନ୍ତି ନାହିଁ। ସେ ସର୍ବଦା ଅନ୍ୟର କାର୍ଯ୍ୟ ପାଇଁ ତତ୍ପର ଥାନ୍ତି। ସେଥିପାଇଁ ମା ଲକ୍ଷ୍ମୀଙ୍କ ଶୁଭ କୃପା ଦୃଷ୍ଟି ଏହି ରାଶିଚକ୍ର ଉପରେ ଥାଏ, ଯାହା ଫଳରେ କି ସେମାନେ ଅଭାବ ବୋଲି କୌଣସି ଜିନିଷ ଜାଣନ୍ତି ନାହିଁ। ସେମାନେ ବହୁତ ଧନବାନ ହୋଇଥାନ୍ତି। ସେମାନଙ୍କ ଗୃହରେ ସଦାସର୍ବଦା ଅର୍ଥପୂର୍ଣ୍ଣ ହୋଇଥାଏ। ଏହି ରାଶିର ବ୍ୟକ୍ତିମାନେ ସଦାସର୍ବଦା ଧର୍ମପରାୟଣ ହେଇଥାନ୍ତି। ଏମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖିଥାନ୍ତି। ଏମାନେ କେବେ କାହାକୁ ହଇରାଣ କରନ୍ତି ନାହିଁ। ଏମାନେ ସଦାସର୍ବଦା ଅନ୍ୟ ପାଇଁ ଟଙ୍କା ଖର୍ଚ୍ଚ କରିବାରେ ପସନ୍ଦ କରନ୍ତି। ସହଯୋଗ ସହାନୁଭୂତି କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଦାନ କରିଥାନ୍ତି, ଯାହା ଫଳରେ କି ପ୍ରଭୁ ହନୁମାନଙ୍କର ଶୁଭ କୃପା ଦୃଷ୍ଟି ଏ ରାଶିଚକ୍ର ଉପରେ ସଦାସର୍ବଦା ଥାଏ। ଏହି ରାଶିର ଲୋକମାନେ ବହୁତ ଭଗବାନଙ୍କୁ ବିଶ୍ୱାସ କରୁଥିବାରୁ ନିଜର ମନର ଦୁଃଖକୁ ମଧ୍ୟ ଭଗବାନଙ୍କୁ ଜଣାନ୍ତି। ତା ସହିତ ଭଗବାନ ମଧ୍ୟ ଏମାନଙ୍କର ପ୍ରତିଟି କାର୍ଯ୍ୟ ମନସ୍କାମନା ପୂର୍ଣ୍ଣ କରିଥାନ୍ତି, ଯାହା ଫଳରେ କି ଏମାନେ ସଦାସର୍ବଦା ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିବା ସହିତ ଧନବାନ ହୋଇଥାନ୍ତି। ଏମାନଙ୍କ ଗୃହରେ ସଦାସର୍ବଦା ଧନ ପରିପୂର୍ଣ୍ଣ ହୋଇଥାଏ। ପ୍ରଭୁ ହନୁମାନଙ୍କ କୃପା ଦୃଷ୍ଟି ଏମାନଙ୍କ ରାଶିଚକ୍ର ଉପରେ ସଦାସର୍ବଦା ଥାଏ, ଯାହା ଫଳରେ ଏମାନେ ଧନବାନ ହୋଇଥାନ୍ତି। ତ ଦର୍ଶକ ବନ୍ଧୁ ଜାଣିଲେ ଏଇ 8 ଗୋଟି ଧନଶାଳୀ ରାଶିଙ୍କ ବିଷୟରେ, ଯେଉଁମାନଙ୍କ ଜୀବନରେ ପ୍ରଭୁ ହନୁମାନଙ୍କ ଶୁଭ କୃପା ଦୃଷ୍ଟି ଥିବାରୁ ସେମାନଙ୍କ ପାଖରେ ଧନର କେବେ ଅଭାବ ରହିନଥାଏ।